नमस्कार, जय जगन्नाथ। आज अध्याय को आपण मानक स्वागत। ओम नमो भगवते वासुदेवा। पंचम अध्याय। पंचमे चंडिकावचन शुणिण कंस मन छन्न। दुष्ट मंत्री बोल शुणी बालक बध हितमणि। शुणी सानंद मने राये पड़ई सुख मुनि पाए। आनंदे लोटई धरणी कृतार्थ कृष्ण जन्म शुणी। भकति देखिण ताहार कहती व्यासंक कुमोर। श्रीशुक उवाच शुण परीक्ष दंडधारी कुमारी बाळराव करी। शुणी प्रहरी गोल कले कंस छामुरे जणाइले। शुणी असुर महाबल बोलई पुरिला मोकाळ। शयन स्थानु बेगे उठी खड़ग कला दृढ़ मुष्टि। धाइला पवन हुखरे बेगे मिलिला बंदी घरे। पिंधिला वस्त्र असंभाळ फिटिला दृढ़ बंध बाळ। कबाट फेड़ीण पशिला देखी देवकी भय कला। कंस कंपई कोप भरे रत्न मुकुट कंपे शिरे। देखिण कंपई देवकी कांदई अति दुखे दुखी। बोलई शुण नर नाथ होइला दुहिताए जात। तोर पुत्र को एहा देवी आनंदे विवाह कराइबी। बहुत देलु पुत्र कष्ट पड़ु निर्लज मोर पेट। जीवन धिक हेउ मोर मरिबी हत्या तो पर। आउस बयस मोर काहि पारिबी पुत्र उपजाई। जीवन हेउ मोर धिक दुहिता दान देई रख। संखाली हेउ वृद्ध काले पड़ुछि तोर पाद तले। शुणी दानव महाबली कोपे कंपई पर ज्वली। कोଳରେ लुचाई दुहिता शरण गली रख भ्राता। कंस बोलई ताहा शुणी तुछार मोहर बहेणी। वसुदेवर दोष नाही तू मोते अछु बाट चाही। मोर मरणे तोर सुख दैव देइअछि दुख। तू काहि जाणु हरि माया असुरे बड़ से निर्दया। नाना रूपरे होई जात असुर करई निपात। नारद कहिछन्ति मोते ए मोते मारिब जुकते। अष्टम गर्भ मो बईरी एहार हस्ते मुहि मरी। चाहिला अधर कामड़ी कोलरू आनिला उछुड़ी। बेनी चरण धरी करे बुलाई पिटिला शिलारे।
যে দেবী জগত ସଂହାରେ କାହାର ବଳ ତାକୁ ମାରେ। କଂସ ହସ୍ତରୁ ଗଲେ ଚଳି ଗଗନେ ଯେସନେ ବିଜୁଳି। তেজে দশ দিগ বিরাজে বেনি চরণ অষ্টভুজে। কে কহু দেবী আভরণ অঙ্গদ নূপুর কঙ্কণ। গন্ধ চন্দন পুষ্পমালী 33 কোটি দেবে মিলি। স্তুতি করন্তি সুর মুনি কঞ্চকু কহন্তি ভবানী। রে কংস শুণ ମୋ ଉତ୍ତର ତୋର ବହିରି ଚକ୍ରଧର। ସେ ତୋତେ କରିବେ ସଂହାର ଆବର ଯେତେକ ଅସୁର। ତୋହର ପାଇଁ ଦେହ ବହି ଜାତ ହୋଇଲେ ଯହିଁ ତହିଁ। ତୁ ମୋତେ ନ ଜାଣି କଚାଡୁ ନିୟତ ପଥ କିମ୍ପା ହୁଡୁ। ଦେବେ ଯେ ତୋହର ବୈରୀ ତାହାଙ୍କ ବୋଲକ ତୁ ଡରି। ଛପୁତ୍ର ମାଇଲୁ ଏହାର ଧର୍ମକୁ ଛାଡ଼ିଲୁ ଅସୁର। ଏହାକୁ ବନ୍ଦୀ ଘରୁ ଛାଡ଼ ବେନି ଚରଣ ତଳେ ପଡ଼। ତୋଷିଣ ନିୟ ନିଜ ପୁର ତୋର ବୈରୀ ପୀତାମ୍ବର। ଦେବୀ ଚଳିଲେ ନିଜ ସ୍ଥାନ ଉଚ୍ଚାଟ କରି କଂସ ମନ। ଜଗତେ ହୋଇଲେ ବିଖ୍ୟାତ ଯା କହିଥିଲେ ଜଗନ୍ନାଥ। ଦେବୀ ବଚନ କଂସ ଶୁଣି ବିଚାର କଲା ମନେ ଗୁଣି। ନ ଜାଣି ବିଧାତାର ଗତି ସୋଦରେ କଲଇ ଅନୀତି। ଅନେକ କଲଇ ମୁଁ ଦୋଷ କେମନ୍ତେ ହୋଇବି ବିଶ୍ୱାସ। କିସ କରିବି ବୋଲି ଭାଳି ଚରଣୁ ଫେଡ଼ାଇ ସାଙ୍କୋଳି। ଚାହିଁଲା ଦେବକୀ ବଦନ ବୋଲଇ ମଧୁର ବଚନ। ଦେବକୀ ବସୁଦେବ ଶୁଣ ତୁମ୍ଭରେ କଲି ଦ୍ରୋହ ପଣ। ମୁହିଁ ଯେ ସ୍ୱଭାବେ ଅସୁର ଭଣଜା ମାଇଲି ମୋହର। ତୁମ୍ଭଙ୍କୁ ଦେଲି ପୁତ୍ର କଷ୍ଟ ମୋହର ଧର୍ମ କଲି ନଷ୍ଟ। ସଂସାରେ କଲି ଅପଯଶ ନରକେ ହୋଇବି ପ୍ରବେଶ। ଦେହ ବହିଲେ ନିଶ୍ଚେ ମରି ସଂସାର ନୁହଁଇ କାହାରି। ବୃକ୍ଷର ତଳେ ଯେହ୍ନେ ଆସି ପଥୁକି ବିଶ୍ରାମନ୍ତି ବସି। ପୁଣି ଚଳନ୍ତି ଶ୍ରମ ସାରି ସେ ବୃକ୍ଷ ନୁହଁଇ କାହାରି। ତେମନ୍ତ ମାୟା ଏ ସଂସାର କେ ପିତା କେ ପୁତ୍ର କାହାର। ଅର୍ଜିଲା କର୍ମେ ଆତ ଜାତ ମାୟା ଭିଆଣ ତାତ ମାତ। ବୁଦ୍ଧି ବିଚାରେ ଯାହା କରି ଭୁଞ୍ଜଇ ସେ ଫଳ ଆବରି। ଦୋଷ କରିବ ମୋର କ୍ଷମା ସ୍ୱଭାବେ ମୁହିଁ ଦୁରାତମା। ଏମନ୍ତ କହି ଶୋକ କରି ପାଦେ ପଡ଼ିଲା କର ଯୋଡ଼ି। ସୁହୃଦ ପଣ ଦେଖାଇଲା ଅନେକ ଧନ ରତ୍ନ ଦେଲା। ନିଜ ମନ୍ଦିରେ ଦେଲା ବାସ ଅନେକ କରାଇ ବିଶ୍ୱାସ। କଂସ ଭକତି ଭାବ ଦେଖି ସନ୍ତାପ ଛାଡ଼ିଲା ଦେବକୀ। ସନ୍ତୋଷ ହୋଇ ବସୁଦେବ
ଦିନକୁ ଦିନ ବଡ଼ ଭାବ ଏମନ୍ତେ ରଜନୀ ପାହିଲା କଂସ ସଭାରେ ବିଜେ କଲା ଅସୁର ଗଣଙ୍କୁ ବସାଇ କହଇ ବିଶ୍ୱାସ କରାଇ ଶୂନ୍ୟେ ଚଣ୍ଡିକା ଯାହା ଭଣି ସବୁ କହିଲା ପରିମାଣି କଂସର ଦେଖିଣ କାତର ଅସୁରେ ବୋଲନ୍ତି ଉତ୍ତର ଏମନ୍ତ ଅଛୁ ଯେବେ ଜାଣି ତାହା କହିଲେ ନାରାୟଣୀ ତୋହର ଆଜ୍ଞା ଘେନି ଶିରେ ବୁଲିବୁ ଦେଶ ବିଦେଶରେ ଦିନକ ଠାରୁ ଯେତେ ବାଳ ସବୁରି ପୁରାଇବୁ କାଳ ଯେତେ ବାଳକ ସୁନ୍ଦରୀ ସକଳ ପକାଇବୁ ମାରି ତୁ କିମ୍ପା ଡରୁ ଦେବ ଗଣେ ସେବନ୍ତୀ ତୋହର ଚରଣେ ତୋ ତୁଲେ କେ କରୁ ସଂଗ୍ରାମ ଦେବେନୁ ହନ୍ତି ସରିସମ ତୋହର ଶୁଣି ଧନୁ ଘୋଷେ ପଳାନ୍ତି ସଂଗ୍ରାମ ତରାସେ ଜୀବନ ପାଇଁ ଏଡ଼ି ରଣ ଦେବେ ପସନ୍ତି ବଣେ ବଣ କେ ପିନ୍ଧି ନ ପାରନ୍ତି ବାସ ଭୟେ ଫିଟଇ କାହା କେଶ ନିଶତେ ନ ପଳାନ୍ତି ଯେହୁ ନ ମାରି ତୁ ତ ଦୟା ବହୁ ଜୀବନ ପାଇଁ ଯାର ଆସ ସେ ତୋତେ କରିବେ ଟିକିସ ତହୁଁ ଅଧିକ ତିନି ଦେବ ବ୍ରହ୍ମା ଶଙ୍କର ପଦ୍ମନାଭ ଆତ୍ମାର ସୁଖେ ସେ ରମନ୍ତି ସେ କିମ୍ପା ତୋତେ ବାଦ ଚିନ୍ତି ଅଗାଧ କ୍ଷୀର ସିନ୍ଧୁ ଜଳେ ଶୟନ ଅନନ୍ତର କୋଳେ ପାଦେ ଖଟନ୍ତି ବେନି ନାରୀ ସୁଖେ ଶୟନ ନର ହରି ସେ କିମ୍ପା ତୋର ତୁଲେ ରଣ ମିଛ କହିଲେ ଦେବଗଣ ବ୍ରହ୍ମା ଯେ ଥାଇ ତାର ସୁଖେ ଚିନ୍ତା କରଇ ତିନି ଲୋକେ ତପହୁ ନ ଜାଣଇ ଆନ ଚିନ୍ତଇ ପ୍ରଭୁ ଭଗବାନ କୃଷ୍ଣହୁ ନ ଜାଣଇ କିଛି ସେ କିମ୍ପା ତୋତେ ବାଦ ଇଛି ଶଙ୍କର ଥାଇ ଭୂତ ମେଳେ ଅମ୍ବିକା ଥାଇ ତାର କୋଳେ ସେ କିମ୍ପା ସମର କରିବ ନିତ୍ୟ ଉଦାସୀ ସଦାଶିବ ଇନ୍ଦ୍ର ତ ବଳେ ନୋହେ ସରି ତୋତେ ତ ଦିଗ ପାଳେ ଡରି ତୋର ବଇରି ଯେବେ ହରି ସେ ଥାଇ ସର୍ବ ଘଟେ ପୁରୀ କେ ତାକୁ ପାଇବ ତ୍ରିଲୋକେ ପୁଣି କହିବା କହୁତୁକେ ଦେବତା ମାନଙ୍କର ମୂଳ ଧର୍ମ ସେ ଧରିଛି ଶୟଳ ଦେବେ ତାହାର ତହୁଁ ଜନ୍ମ ବେଦରୁ ଜେହ୍ନେ ନିତ୍ୟ କର୍ମ ଗୋରୁ ବ୍ରାହ୍ମଣ ଯଜ୍ଞ ଦାନ ତୀର୍ଥ ଦକ୍ଷିଣା ତପଶ୍ରମ ତପ କରନ୍ତି ଯେତେ ଲୋକେ ବିଷ୍ଣୁଙ୍କୁ ଭଜନ୍ତି ଯେ ଥୋକେ ଶ୍ରଦ୍ଧା କରନ୍ତି ଯେହୁ ଧର୍ମେ ଦୟା ବହନ୍ତି ଦୁଃଖୀ ଜନେ କରନ୍ତି ପର ଉପକାର ଯମଲୋକକୁ ଯାର ଡର ଏହାଙ୍କ ଦେହେ ଥାଇ ହରି ଏମଲେ ମରଇ ମୁରାରି ଏ ଆମ୍ଭ ଉଚିତ ବିଚାର ଏମନ୍ତେ ଶତ୍ରୁ ଜୀବ ମାର ଅଇରି ବାଳ କାଳୁ ମାରି ତୁମଲେ ଦିନୁ ଦିନ ଡରି ଦେହରେ ବ୍ୟାଧି ଜନ୍ମ କାଳେ ହେଳା ଯେ କରେ ସୁଖ ଭୋଳେ
से जेन्हे नीरते बढ़ई शत्रुर स्वभावटी एही आज्ञा तू दियो बेग करी हरिंकी पकाइबु मारी असुर बल बोल शुणी कंस आनंद मने गुणी अनेक कला पर संसार हित मणिला ब्रह्म हिंसा जन जन के साड़ी देला बईरी संहार बइला असुरे कला को विश्वास अमृत मणे काल विष कंस आदेश घेनी बेगे असुरे गले 10 दिगे तक्षणे होई काम रूपी पशिले बनगिरी व्यापी ग्राम पाटणापुर देश अनेक शिशु कले नाश दानव बुद्धि मूढ़पण साधुଙ୍କୁ दियंती कषण कंस बहिरी अछि काहि नित्य खोजंती भावग्राही तामस बुद्धि आचरिले निकटे मरण चिंतिले आयुष जस बल धर्म लोक आशीष शुभ कर्म ए आदि सर्वनाश करे हिंसा करंती जेहु परे सुजने शुण हरि कथा फिटिब भव बंध व्यथा कीटरू ब्रह्मलोक जाए हिंस्रक हरिंकी न पाए से हरि दुखींक सोदर हिंसा नाशिबे प्रभु मोर कृष्णर पादे देई चित कहई विप्र जगन्नाथ। इति श्रीमद्भागवते महापुराणे परमहास्यां संहितायां दशम स्कंदे कंसोद्यम निरूपणं नाम पंचमोऽध्याय।